ଅଶ୍ଳୀଳ ଡ୍ୟାନ୍ସ ହେଉଛି ଆଉ ସେଇଟା ବନ୍ଦ ହେବା କଥା କେହି କହୁନାହାନ୍ତି। କରନ୍ତୁ ସମସ୍ତେ ସମସ୍ତଙ୍କ ହେଇକି କାମକୁ ହେଇକି, କିନ୍ତୁ ଯେଉଁଟା ଅଧିକ ମାତ୍ରାରେ ହେଉଛି, ଯେଉଁମାନେ ଫ୍ୟାମିଲି ଘର ପରିବାର ସହିତ ଦେଖିପାରୁନାହାନ୍ତି, ଯେଉଁ ଅଧିକ ମାତ୍ରାରେ ହେଉଛି ସେଇଟା ବନ୍ଦ କରିଦେବେ, ବନ୍ଦ ହେବାଟା ଦରକାର। କିନ୍ତୁ ଡ୍ୟାନ୍ସ ସମସ୍ତେ କରିବା ଦରକାର। ସେମାନେ ଆଉ କରିବେନି, ତାଙ୍କ ପେଟ ପାଟଣା ଅଛି ନା। ଆଉ ମୋତେ ବି ଖୁସି ଲାଗୁଛି, ଭଗବାନ ସମସ୍ତେ ଆମକୁ ଭଗବାନ ବୋଲି ଭାବୁଛନ୍ତି। ଖଣ୍ଡଗିରି ମଞ୍ଚରେ ନମସ୍କାର, ମୁଁ ଇତିଶ୍ରୀ ତ୍ରିପାଠୀ। ଆଉ ଖଣ୍ଡଗିରି ମଞ୍ଚରେ ଖଣ୍ଡଗିରି ମଞ୍ଚରେ ପ୍ରୟାସ ସେଥିପାଇଁ ତ ମୁଁ ବହୁତ ଖୁସି ଅଛି। ଆଉ ଆମେ ତ ଗୋଟେ ଗୋଟେ କଳାକାର, ଆମକୁ ଯେମିତି ଭାବରେ ଦିଆଯାଇଛି କଳା ପରିବେଷଣ କରିବା ପାଇଁ, ଆମେ ସେ ରୂପରେ କଳା ପରିବେଷଣ କରୁଛୁ। ମୁଁ ବହୁତ ଖୁସି। ଆଉ ଦର୍ଶକମାନଙ୍କର ଏତେ ସାରା ଭଲ ପାଇବା, ସକାଳୁ ବି ଏତେ ସାରା ଭଲ ପାଇବା, ରାତିରେ ବି ମଞ୍ଚରେ ଏତେ ସାରା ଭଲ ପାଇବା, ମୁଁ ବହୁତ ଖୁସି। ଆପଣ ଯେତେବେଳେ ଥିଲା ମାନେ ଭଲ ପାଇବା ଦର୍ଶକଙ୍କୁ ମିଳିବ, କାହିଁକିନା କଳା ସଂସ୍କୃତି ଆମର ତ ଲୋପ ପାଇ ସାରିଲାଣି। ଆଉ ଯାହା ବି ହେଲେ ଆମେ ଗୋଟେ ନୂଆ ୟୁନିକ୍ ଭାବରେ ଗୋଟେ ଆଣିଛୁ, ଡ୍ୟାନ୍ସ ପରିବେଷଣ କରୁଛୁ। ଥିଲା ଏତେ ସାରା ଭଲ ପାଇବା କେବେ ଆଶା ନଥିଲା। ଆଉ ଏତେ ସାରା ଭଲ ପାଇବା ପାଇଁ ମୁଁ ବହୁତ ଖୁସି। କହିବେ ମ୍ୟାଡ଼ାମ୍, ଯେତେବେଳେ ଅଶ୍ଳୀଳ ଡ୍ୟାନ୍ସ ଯେତେବେଳେ ବିଭିନ୍ନ ମଞ୍ଚରେ କରାଯାଉଛି, ସେଇ ସମୟରେ ଆପଣ ପୌରାଣିକ ଭିତରେ ନୃତ୍ୟ କରୁଛନ୍ତି, କେମିତି ଲାଗୁଛି? ଅଶ୍ଳୀଳ ଡ୍ୟାନ୍ସ ହେଉଛି ଆଉ ସେଇଟା ବନ୍ଦ ହେବା କଥା କେହି କହୁନାହାନ୍ତି। କରନ୍ତୁ ସମସ୍ତେ ସମସ୍ତଙ୍କ ହେଇକି କାମକୁ ହେଇକି, କିନ୍ତୁ ଯେଉଁଟା ଅଧିକ ମାତ୍ରାରେ ହେଉଛି, ଯେଉଁମାନେ ଫ୍ୟାମିଲି ଘର ପରିବାର ସହିତ ଦେଖିପାରୁନାହାନ୍ତି, ଯେଉଁ ଅଧିକ ମାତ୍ରାରେ ହେଉଛି ସେଇଟା ବନ୍ଦ କରିଦେବେ, ବନ୍ଦ ହେବାଟା ଦରକାର। କିନ୍ତୁ ଡ୍ୟାନ୍ସ ସମସ୍ତେ କରିବା ଦରକାର। ସେମାନେ ଆଉ କରିବେନି, ତାଙ୍କ ପେଟ ପାଟଣା ଅଛି ନା। ଆଉ ମୋତେ ବି ଖୁସି ଲାଗୁଛି, ଭଗବାନ ସମସ୍ତେ ଆମକୁ ଭଗବାନ ବୋଲି ଭାବୁଛନ୍ତି। ଯୋଉଭଳି ଭାବରେ କରିବା କଥା ସେଇଭଳି ଭାବରେ କରୁନାହାନ୍ତି। ଆଜ୍ଞା, ଯୋଉଭଳି ଭାବରେ କରିବା କଥା, ହଁ, ଯୋଉଭଳି ଭାବରେ ସମସ୍ତେ ଗ୍ରହଣ କରିପାରିବେ ତାଠାରୁ ଟିକେ ଅଧିକା ହେଇଯାଉଛି। ଆଉ ମାନେ ନୁହେଁ ଯେ ତାଙ୍କୁ ଆଉ ଆମେ ବନ୍ଦ କରିଦେବା, ସେଇଟା କ'ଣ ସ୍ୱାଭାବିକ କଥା? ସିଏ ବି ଗୋଟେ କଳାକାର, ତାଙ୍କୁ କହିବା ଦରକାର ଯେ ଏତିକି ମାତ୍ରା, ଏତିକି ହେଉଛି ଆମ ଲିମିଟ୍, ଏତିକି ମାତ୍ରାରେ କରନ୍ତୁ, ଆଉ ଏତିକି ମାତ୍ରାରେ କରନ୍ତୁନି। ତାମାନେ ତାଙ୍କୁ ଟୋଟାଲି କହିବା ଆମେ କରିବା, ସିଏ ବି ତାଙ୍କର ସେଇଟାରେ ନେଇକି ସିଏ ଖାଇବା ପିଇବା, ତାଙ୍କ ପରିବାର ପୋଷିବେ, ଆମେ ତାଙ୍କୁ ମନା କରିଦେଲେ କେମିତି ହେବ? ୟା ପୂର୍ବରୁ ଆପଣ ନାଇଁ, ପ୍ରଥମ ଏଇଟା ଆମର ଏଇ ଗୀତଟା ବର୍ଷ ଆରମ୍ଭରୁ ତ ହେଲାଣି। ପ୍ରଥମେ ହାଇଲାଇଟ୍ ହେଇଥିଲା ଚାନ୍ଦବାଲି ଫାଷ୍ଟ ଆମର କମ୍ପିଟିସନ୍ରେ ସେଇଟା ହାଇଲାଇଟ୍ ହେଇଥିଲା। ନ୍ୟୁଜ୍ ସବୁ ବି ଭାଇରାଲ୍ ହେଇଥିଲା, ସେଇଠୁ ଆମେ ଡ୍ୟାନ୍ସଟା ତ ଭାଇରାଲ୍ ହେଇ ଚାଲିଛି। ଆଉ ଚାନ୍ଦବାଲି, ତାପରେ ଓଳାଶୁଣୀ, ବରୁଣେଶ୍ୱର, ଖଣ୍ଡଗିରି, ଆଉ ହେଉଛି ହରିପୁର, ଏମିତି ବହୁତ ଜାଗାରେ କମ୍ପିଟିସନ୍ ମାର୍କେଟରେ ବହୁତ ସାରା ହେଇ। ଆଉ ଏମିତିରେ ତ ସବୁ ଜାଗା ଆମ ଏଇ ଗୀତଟା ହାଉଲିଂ। 4 ରାତି ଯାତ୍ରା ହେଲେ ଆମେ 4 ରାତି ଡ୍ୟାନ୍ସ କମ୍ପିଟିସନ୍।